ଚାଲନ୍ତୁ ଆଜି ଆମେ ଜାଣିବା ଖଜୁରୀ କିପରି ପ୍ରସ୍ତୁତି ହୁଏ। ଖଜୁରୀ ସାଧାରଣତଃ ସାଉଦି ଆରବ, ଇରାନ, ଇରାକରେ ଉତ୍ପାଦନ କରାଯାଏ। କାରଣ ଭାରତରେ ଖଜୁରୀ ଉତ୍ପାଦନ ପାଇଁ ସଠିକ୍ ଜଳବାୟୁ ଉପସ୍ଥିତ ନାହିଁ। ଖଜୁରୀ ଇମ୍ପୋର୍ଟ କରିବାରେ ଭାରତ 1 ନମ୍ବର ଦେଶ। ଖଜୁରୀ ପ୍ରସ୍ତୁତି ପାଇଁ ପ୍ରଥମେ ନର୍ସରୀରେ ମଞ୍ଜିରୁ ଗଛ ପ୍ରସ୍ତୁତି କରାଯାଏ। ଗଛ ବଡ଼ ହେଲା ପରେ ତାକୁ ଅନ୍ୟ ସ୍ଥାନକୁ ନିଆଯାଏ। 2 ରୁ 3 ବର୍ଷ ଭିତରେ ଏଥିରେ ଫଳ ଆସିଥାଏ। ଫଳ ଆସିବା ପୂର୍ବରୁ ପଲିନେସନ୍ ପ୍ରୋସେସ୍ କରାଯାଇଥାଏ, ଯେଉଁଥିରେ ପୁରୁଷ ଗଛର ଫୁଲକୁ ନାରୀ ଗଛର ଫୁଲରେ କୃତ୍ରିମ ଉପାୟରେ ରଖାଯାଇଥାଏ। ଏହି ପ୍ରୋସେସ୍ ଦ୍ୱାରା 30 ଦିନ ଭିତରେ ଗଛରେ ଫଳ ଆସିଯାଇଥାଏ। କିଛି ସମୟ ଧରି ଖଜୁରୀ ଆରବ ଦେଶର ଟାଣ ଖରା ଖାଇବା ପରେ ଖଜୁରୀରେ ମିଠା ଭାଗ ଆସିଥାଏ। ଖଜୁରୀ ପାଚିବା ପରେ ଏହିଭଳି ମେସିନ୍ ସାହାଯ୍ୟରେ ତୋଳାଯାଏ। ନେକ୍ସଟ ପ୍ରୋସେସ୍ରେ ଖଜୁରୀକୁ ଫ୍ୟାକ୍ଟ୍ରି ନିଆଯାଏ। ଏହାପରେ ଖଜୁରୀକୁ ଧୁଆଯାଏ ଏବଂ ଏଥିରେ ଲାଗିଥିବା ବ୍ୟାକ୍ଟେରିଆକୁ ନଷ୍ଟ କରାଯାଏ। ନେକ୍ସଟ ପ୍ରୋସେସ୍ରେ ଖଜୁରୀକୁ ଶୁଖାଯାଏ ଏବଂ ଖଜୁରୀ ଗୁଡ଼ିକୁ ସ୍କାନ୍ କରାଯାଏ। ଏହାପରେ ଲେଜର ମେସିନ୍ ଦ୍ୱାରା ଏଥିରେ ବଞ୍ଚିଯାଇଥିବା ବ୍ୟାକ୍ଟେରିଆକୁ ନଷ୍ଟ କରାଯାଇଥାଏ। ଶେଷରେ ପ୍ୟାକିଂ କରାଯାଏ ଏବଂ ଖଜୁରୀ ଗୁଡ଼ିକୁ ମାର୍କେଟରେ ଛଡ଼ାଯାଏ। ଏହା ଥିଲା ମାର୍କେଟରେ ମିଳୁଥିବା ଖଜୁରୀ ପ୍ରସ୍ତୁତିର ଡିଟେଲ୍ ଭିଡ଼ିଓ।